খোঁজো খোঁজো পড়ে যায় মেরা সপনটা সিনা রয়েছে অধরা কোন বলে পাইনি সাহারা সপনটা সিনা রয়েছে অধরা কোন হজি পাইনি সাহারা আল্লাহ মুঝে যে মিতে নুহি সে কখনে ফুল রহিলা হসি দৌড়ি ফুল রহিলা হসি দৌড়ি ফুল রহিলা হসি দৌড়ি ফুল রহিলা হসি দৌড়ি কলঙ্কিনী আরে কଣ ভাবিଥିଲୁ ହାତରେ ଶଙ୍ଖା ମଥାରେ ସିନ୍ଦୁର ପିନ୍ଧି ମୋ ଶଙ୍ଖା ସିନ୍ଦୁରରେ ଭାଗ ବାଛିବା ପାଇଁ ଆସିଥିଲୁ ନା ତୁ ଆଜି ଆମ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଆଜି ପଚରି ଠିଆ କରିଦେଇଛୁ ମାରିଦେବି ତତେ ମୁଁ ତତେ ଜୀବନରୁ ମାରୁ ମାରୁ ମାରିଦେବି ତମେ ହେଉଛ ମୋର ବଡ଼ ଭଗ୍ନୀ ମୋ ମାତା ସମାନ ଏ ମୋର ଅପରାଧ ତମେ କ୍ଷମା କରିଦିଅ ନାନୀ ଏ ଜାଣି ଶୁଣି କ୍ଷଣିକ ଉତ୍ତରରେ ଧ୍ୱଂସ କରିଦେଇଛି ଭାଗ୍ୟକୁ ମୋର ମତେ ତମେ କ୍ଷମା କରିଦିଅ ନାନୀ ନାଇଁ ବିଧାତା କେବଳ ତୋରି ପାଇଁ ମୁଁ ଆଜି ଚଳି ଚଳି ମରୁଛି ଏଇ ଦିବସ ରଜନୀ କେବଳ ତୋରି ପାଇଁ ମୋ ସ୍ୱାମୀ ଆଜି ମତେ କରୁଛନ୍ତି ଘୃଣା ଧିକ୍କାର ଭର୍ତ୍ସନା ମାରିଦେବି ତତେ ମୁଁ ତତେ ଜୀବନରୁ ମାରୁ ମାରୁ ମାରିଦେବି সেতে মন ইচ্ছা মার এইটা মোর শত্রু জন্ম হেব হার সন্তান গরুড় পরে অময় বিশাল নগ বংশকু চট মারিব চট କହିଲୁ ତକ୍ଷକ ଆରି ଗର୍ଭରୁ ଜନ୍ମ ହେବ ଗରୁଡ଼ ଏ କଥା କ'ଣ ସତ୍ୟ ଏ କଥା ସତ୍ୟ ପୁତ୍ର କହୁଥିଲେ ଦେବର୍ଷି ନାରଦ କହୁଥିଲେ ଭଗବାନ ବିଷ୍ଣୁ ଇନ୍ଦ୍ରଙ୍କ ନିକଟେ ନାଇଁ ତକ୍ଷକ ଯଦି ଏ କଥାଟା ସତ୍ୟ ହୋଇଥାଏ ତାହେଲେ ସେ ସନ୍ତାନକୁ ମୁଁ କେବେ ବି ହେଲେ ଜନ୍ମ ନେଦେବି ସେ ଜନ୍ମ ହେବା ଆଗରୁ ମୁଁ ତାକୁ ସବୁଦିନ ପାଇଁ ରାମ ନାମ ସତ୍ୟ ସତ୍ୟ ରୁହେ ନାନୀ ଏ ମିଛ କଥା ନାନୀ ଏ ସମ୍ପୂର୍ଣ୍ଣ ଭାବରେ ମିଥ୍ୟା ମିଥ୍ୟା ନୁହେଁ ସତ୍ୟ ବାବା ତାହେଲେ ମୁଁ କହୁଛି ଏ କଥା ଯଦି ମିଥ୍ୟା ହୋଇଥାଏ ତାହେଲେ ଆଜିଠାରୁ କେବେ ବି ହେଲେ ବିନତା କଶ୍ୟପଙ୍କର ନହିବ ମିଳନ ଆଉ ସେ ଶତ୍ରୁ କେବେ ନହିବ ଜନ୍ମିତ ମଳ ମାଇଲେ ଜୀବ ସରି ଦେବଙ୍କ ସଙ୍ଗେ କିମ୍ପା ଗୋଳି দুর্দান্ত নায়িকা ও দণ্ডী কর্তৃ ମୋ ଶତ୍ରୁ ଜନ୍ମ ହେବା ଆଗରୁ ମୁଁ ତାକୁ ସବୁଦିନ ପାଇଁ ଜନ୍ମ ହେବାକୁ ଦେବି। ମୁଁ ତାକୁ କେବେ ବି ହେଲେ
ସୂର୍ଯ୍ୟ ଚନ୍ଦ୍ର ତାରା ନ ଦେଖେଇ ଦେବିନି ହେ ମାତା ମୋ ଶତ୍ରୁଟାକୁ ଧ୍ୱଂସ କରିଦେବି ଧ୍ୱଂସ ବୁଝିଲ ପିଲା ହେଲେ ଠିକ ବୁଝିବ ମୁଁ ତମର ପୁତ୍ର ତକ୍ଷକ ମତେ ଏବେ ଆଦେଶ ଦିଅନ୍ତୁ ମାତା ଯାଅ ପୁତ୍ର ଯେତେ ଶୀଘ୍ର ପାରୁଛୁ ଆମ ରାସ୍ତାର କଣ୍ଟାଟାକୁ ସବୁଦିନ ପାଇଁ ସଫା তোমার হাতে জড়িয়েছে মতে ছাড়ি ଏଟାକୁ ଜୀବନରୁ ମାରିଦେ ଦୁର୍ବଳ ସାହସ ହେଲା କିପରି ତୋ ପୁଣି ବୀରତା ଉପରକୁ ଉଠେଇଲୁ ହାତ ମୋର ଏପରି ସାହସ ହେଲା କିପରି ମୋ ମାତାକୁ ତୁମେ ଛୋଟ ମାରିଲ ଛୋଟ ସେଇଟା ମୋର ପତ୍ନୀ ହେବା ପାଇଁ ଅଯୋଗ୍ୟ ନା ସ୍ୱାମୀ ଏଇଟା ହଉଛି ମୋର ଚିର ଶତ୍ରୁ ମୁଁ ଏଇଟାକୁ ଜୀବନରୁ ମାରୁ ମାରୁ ମାରିଦେବି ମୁଁ ତାକୁ ଆଜି ସବୁଦିନ ପାଇଁ ଶେଷ କରିଦେବି ମୁଁ ଆଜି ଭଦ୍ର ତମେ ଆଜି ମୋରି ଉପରକୁ ହାତ ଉଠେଇ ପାରିଲ ତମେ ମତେ ମାରିପାରିଲ ତମେ ମତେ ତୁଇ ହେଉଛୁ ମୋହର ପୁତ୍ର ହେବାକୁ ଅଯୋଗ୍ୟ ତୁମେ ମଧ୍ୟ ମୋର ପିତା ହେବାକୁ ଅଯୋଗ୍ୟ ଆରେ ପିତା ମୋ ତକ୍ଷକ ତମେ ମତେ ଛୋଟ ମାରିଛ ନା ହେଲା ମୋ ଛୋଟ ମାରିବି ଛୋଟ ଯେଉଁ ପିତା ସନ୍ତାନକୁ ଜନ୍ମ ଦେଇ ନଦୀରେ ସ୍ନେହ ପ୍ରେମ ବାତ୍ସଲ୍ୟ ମମତା ସେଟା ପିତା ନୁହେଁ ଗୋଟାଏ ଶତ୍ରୁ ତୁଇଟା ମୋର ପୁତ୍ର ହେବା ପାଇଁ ସମ୍ପୂର୍ଣ୍ଣ ଭାବରେ ଅଯୋଗ୍ୟ ପିତା ହେବା ପାଇଁ ଅଯୋଗ୍ୟ ପିତା ବୁଝିଲ ପିଲ ହେଲେ ଠିକ ବୁଝିବ ମୋ ତକ୍ଷକ ସର୍ପ କୂଳେ ଛାତ କଲ ମତେ ସ୍ୱଭାବ ଛାଡ଼ିବି କେମନ୍ତେ ହସୁଛି ପିତା କିନ୍ତୁ ଛୋଟ ମାରିବି ଛୋଟ ସ୍ୱାମୀ ତମର ଏପରି ଦୁର୍ବଳ ସାହସ ହେଲା କିପରି ତମେ ମୋ ପୁତ୍ର ଉପରକୁ ହାତ ଉଠାଇ ପାରିଲ ତମେ ଆଜି ମୋରି ଉପରକୁ ହାତ ଉଠାଇ ପାରିଲ ମୁଁ ତୁମକୁ ଆଜି କେବେ ନ କରିବି କ୍ଷମା ମୁଁ ତୁମକୁ ଆଜି ଚୁପ୍ ସ୍ୱାମୀ ତୋର ଏପରି ଦୁର୍ବଳ ସାହସ ହେଲା କିପରି ତୁ ପୁଣି ତ ପତି ଦେବତା ଉପରକୁ ଉଠଉଛୁ ହାତ ଜାଣୁ ମୋ ମହାତପା କଶ୍ୟପ ଏଇ ମୁହୂର୍ତ୍ତରେ ଧ୍ୱଂସ କରିବି
ତୋ ସହିତ ତୋ ନାଗ ବଂଶକୁ ଧ୍ୱଂସ ହୋଇଯିବୁ ତୁ ହିଁ ଜଳିଲ ନୀତି ଗୃହେ ଲଗାଇଛୁ ଖଳି কালি বলি দেলু হস্তাও খাইলু কালি বলি দেলু হস্তাও খাইলু মনে না ভালো তু ভালিল নীতি গৃহে লগাইଛୁ খড়ি ছাড়ি দেবি আছি মঞ্জিটা দহর ছাড়ি দেবি আছি মঞ্জিটা দহর আত্মমান সরে ভালিল নীতি গৃহে লগাইଛୁ খড়ি মাইয়া বিন্দু দণ্ডী নারী ମୁଁ ତୋତେ ଆଜି ଭସ୍ମ କରିଦେବି ଓଁ ନାରାୟଣ ନମଃ ନାରାୟଣ ନମଃ ନାରାୟଣ ନାଇଁ ସ୍ୱାମୀ ନାଇଁ ଏ ନାନୀର କିଛି ଦୋଷ ନାହିଁ ସ୍ୱାମୀ ଏହା ହେଉଛି ମୋ ଭାଗ୍ୟର ଲେଖା ଏହା ହେଉଛି ପରା ମୋ କର୍ମର ଫଳ ମୁଁ ତୁମ ଘରେ ହାତ ଯୋଡୁଛି ସ୍ୱାମୀ ଏ ମୋ ନାନୀକୁ ତମେ କ୍ଷମା କରିଦିଅ ଏ ତାର କିଛି ଦୋଷ ନାହିଁ କିଛି ଦେଖ ବିନୋଦ ହଁ ସ୍ୱାମୀ ସେଇଟା ହଉଛି ମୋର ପାଦ ସେବିକା ଦାସୀ ହଁ ସେ ହଉଛି ମୋହର ବିନତା ଦାସୀ କିନ୍ତୁ କାହିଁକି ହେବ ଦାସୀ କାହିଁକି ମୁଁ ତାକୁ ସବୁଦିନ ପାଇଁ ସାଗର କୂଳରୁ କିଣି ନେଇଛି ସବୁଦିନ ପାଇଁ ଦାସୀ ହୋଇ ସେବା କରିବ ମୋହରି ଚରଣ ବିନୋଦ ଏ କଥାଟା କ'ଣ ସତ୍ୟ ହଁ ସ୍ୱାମୀ ତାହେଲେ ମଥାରେ ସିନ୍ଦୁର ଦେଇ ନବ ବଧୁ ବେଶୀ ଆଣିଥିଲି କ'ଣ ଏ ଉଦଣ୍ଡୀ କଦ୍ରୁର ଦାସୀ ହେବା ପାଇଁ ସେଇଟା ହଉଛି ମୋର ଦାସୀ 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 କିନ୍ତୁ କାହିଁକି ହେବ ଦାସୀ କାହିଁକି ନା ସେ କିପରି ମୋର ସାନ ଭଗ୍ନୀ ହୋଇ ମୋର ସଜିଲ ସପତୁଣୀ କପଟ ଛଳନା କପଟ ଛଳନା କରି ମୁଁ ଧଳା ଅଶ୍ୱଟାକୁ ସବୁଦିନ ପାଇଁ କରିଦେଲି କଳା ମାୟା ବିନେ ଉଦଣ୍ଡୀ ନାରୀ କିପରି ଇନ୍ଦ୍ରଙ୍କର ଉଚ୍ଚେ ସେବା ଅଶ୍ୱଟା ହୋଇଗଲା କଳା ସେଇଟା ଧଳା ଅଶ୍ୱ କଳା ହେଲା ସେ କିପରି ମୋର ସାନ ଭକ୍ତି ହୋଇ ସାଜିଲା ମୋହର ସପତୁଣୀ ସେହିପରି ମୁଁ ଧଳା ଅଶ୍ୱଟାକୁ ସବୁଦିନ ପାଇଁ କରିଦେଲି କଳା ନାଇଁ କଦ୍ର ନାଇଁ କପଟରେ ସତ୍ୟ ନଥାଏ କଦ୍ର ବିନତା ତୋହର ଦାସୀ ହୋଇପାରିବ ନାହିଁ ନାଇଁ ହଁ ସ୍ୱାମୀ ସେ ହଉଛି ମୋର ନବବଧୂ ସେ ହଉଛି এই আশ্রমর মালিক হই হেব নাহি কেবে তোর চাকর যদি চাকর করু রখু তাহলে মো তোতে ভস্ম করে দেবি পাশাটি ভস্ম করে দেবি नहीं स्वामी नहीं
ସ୍ୱାମୀ ମୁଁ ଆଜିଠାରୁ ତୁମର ନୁହେଁ ସ୍ୱାମୀ ଆଜିଠାରୁ ମୁଁ ତୁମର ନୁହେଁ ମୁଁ ଆଜିଠାରୁ ନାନୀର ଦାସୀ ସ୍ୱାମୀ ଆଜୀବନ ସେବା କରିବି କେବଳ ଏଇ ନାନୀର ଚରଣ ସ୍ୱାମୀ ଆଜି ପୁଣି ଦାସୀ ହୋଇ ସେବା କରିବି ଏଇ ନାନୀର ଚରଣ ତମେ ଚାଲିଯାଅ ସ୍ୱାମୀ ମୁଁ ଆଜିଠାରୁ ତୁମର ନୁହେଁ ସ୍ୱାମୀ ମୁଁ ତୁମର ନୁହେଁ ବିନତା ଏତେ କଠୋର ନିଷ୍ପତ୍ତି କ'ଣ ପାଇଁ ତମେ ନେଇପାରିଲ ଏତେ କଠୋର ନିଷ୍ପତ୍ତି ହଁ ସ୍ୱାମୀ କାହିଁକି ଥରୁଟିଏ ମୋତେ ପଚାରି ପାରିଥାନ୍ତ ଥରୁଟିଏ ମାତ୍ର ନାଇଁ ସ୍ୱାମୀ ନାହିଁ ସେଦିନ ରାଜା ହରିଶ୍ଚନ୍ଦ୍ର ସତ୍ୟ ରକ୍ଷା କରି এই সত্য রক্ষা করি আজীবন শ্মশান ঘাটরে শ্মশান হয়ে চেষ্টা করি এই নররাজা কিপরি ঘাস কাটিলে স্বামী সেইপরি আজ মু সত্য সত্য ত্রিবর সত্য করি আজি পড়ে সেবা করছে সেই নানীর চরণ মতে তুমি ক্ষমা করে দিও স্বামী মু আজিঠার তোমার নুহে ମୁଁ କେବଳ ସେଇ ନାନୀର ଦାସୀ ସ୍ୱାମୀ ମୁଁ ତାହାର ଦାସୀ ଅବଶ୍ୟ ଫେରି ଯାଉଛି ବିନତା ଫେରି ଯାଉଛି ମୁଁ ଯଦି ପୁନର୍ବାର ଦିଏ ତୁମକୁ ସେଟା ନିଷ୍ଠୁର କଷଣ ଯନ୍ତ୍ରଣା ମୁଁ କଥା ଦଉଛି ବିନତା କଥା ଦଉଛି ঠিক সেই দিনটা হব তা পাই শেষ দিন আসুছে বিনতা আসুছি ତମେ ଚାଲିଯାଅ ସ୍ୱାମୀ ଆଜିଠାରୁ ମୁଁ ତୁମର ନୁହେଁ ଆଜିଠାରୁ ପରା ମୁଁ ହେଉଛି ନାନୀର ସେହି ଦାସୀ ସତ୍ୟ ରକ୍ଷା କରି ଆଜୀବନ ସେବା କରିବି ସେଇ ନାନୀର ଚରଣ ମତେ ତମେ କ୍ଷମା କରିଦିଅ ସ୍ୱାମୀ ମୋର ଅପରାଧ ତୁମେ କ୍ଷମା କରିଦିଅ ହେ ପ୍ରଭୁ ଦୀନଜନ ବନ୍ଧୁ ବୈକୁଣ୍ଠ ବିହାରୀ ନାରାୟଣ कि तुम्हारा अद्भुत विचार प्रभु कि तुम्हारा अद्भुत विचार आज कहीं मत नरकर हो बचा देउछ ठाकुर एपरी बचेबे मो फुलहार साजी आसी प्रभु फुलहार साजी आसी केवल से नानीर चरण राजराणी हो रही बोली मु कौन जानी दास होई सेवा करी से नानीर चरण आज कहीं मो पाई हो गला से फुलहार फांसीर डोरी
ରହିଲା ଫାସି